ଆରମ୍ଭ ହୋଇଛି ଆମର ସେନ୍ସସ୍ ପାଇଁ କ'ଣ ଆପଣଙ୍କର ଜିଲ୍ଲା ତରଫରୁ ପଦକ୍ଷେପ ନିଆଯାଇଛି କ'ଣ ସୂଚନା ରଖିବେ? ଦେଖନ୍ତୁ ସ୍ୱ ଗଣନାଟା ଏପ୍ରିଲ 1 ତାରିଖରୁ ଏପ୍ରିଲ 15 ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ ହେଇଛି। ୟାର ଆଜି ମିଡ଼ିଆ ପ୍ରତିନିଧିମାନଙ୍କ ପାଇଁ ଗୋଟେ ସ୍ୱତନ୍ତ୍ର ସଚେତନ କ୍ୟାମ୍ପ କରାଯାଇଛି କଲେକ୍ଟରେଟ୍ରେ। ତେଣୁ ଆମେ ଅନୁରୋଧ କରିବୁ ଯେ ଅଧିକରୁ ଅଧିକ ପବ୍ଲିକ୍ ସେନ୍ସସ୍ ପୋର୍ଟାଲକୁ ଯାଇ se.census.gov.in କୁ ଯାଇକି ନିଜ ମୋବାଇଲରେ ସେମାନେ ତାଙ୍କ ପରିବାରର ତଥ୍ୟ ଦେଇପାରିବେ। ବହୁତ ସରଳ, ବହୁତ ସହଜରେ ଏଇଟା ହେଇପାରୁଛି, ଯେଉଁଟା ଆମେ ଆପଣମାନଙ୍କ ପାଖରେ ଡେମନଷ୍ଟ୍ରେସନ୍ କରିଛୁ। ଆଶା କରିବୁ ଆଉ ଅନୁରୋଧ କରିବୁ ଅଧିକରୁ ଅଧିକ ଜନସାଧାରଣ ନିଜର ସ୍ୱଗଣନା କରନ୍ତୁ। ଆଉ ଏଇ ଏସି ଆଇଡି ଯାହା ବାହାରିବ ସବମିଟ୍ କଲା ପରେ ସେ ଆଇଡିକୁ ସୁରକ୍ଷିତ ରଖନ୍ତୁ। ଯେତେବେଳେ ଗଣନାକାରୀ ଯିବେ ଏପ୍ରିଲ 15 ପରେ ଘରକୁ ଯେତେବେଳେ ଯିବେ ସେତେବେଳକୁ ଏଇ ନମ୍ବରଟି ତାଙ୍କୁ ଦେଲେ ଏଇ ତଥ୍ୟଟା ସେମାନେ ଏନ୍ୟୁମେରେଟର ମାନେ ତାଙ୍କ ଆପ୍ରେ ପାଇପାରିବେ ଏବଂ ତାଙ୍କ ପାଇଁ ବି ସରଳ ହେବ ଏବଂ ସିମ୍ପଲ୍ ହେବ।